ନର୍ଲା ଓ କେସିଙ୍ଗା ବିଜେପି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ତିରୋଧାନ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ନର୍ଲାଠାରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ସ୍ୱର୍ଗତ ପ୍ରଧାନମନ୍ତ୍ରୀଙ୍କ ସ୍ମୃତିଚାରଣ କରି ନର୍ଲା ଅଞ୍ଚଳର ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ଚେୟାରମ୍ୟାନ୍ ଶରଦ ନାୟକ, ନର୍ଲା ମଣ୍ଡଳ ସଂଯୋଜକ ଫରୋଜ ବୁଧିଆ, ମଣ୍ଡଳ ସଭାପତି ମନ୍ମୟ ଚାନ୍ଦ, ଦିଲ୍ଲୀପ ଚାନ୍ଦ, ଚିରଞ୍ଜୀବୀ ଗୌଡ଼ିଆ, ପଦ୍ମଲୋଚନ ଭୋଇ ଓ ବିଜେପିର ସମସ୍ତ କର୍ମକର୍ତ୍ତା ସାଧାରଣ କର୍ମୀ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ପାତ୍ର କୃଷକମାନଙ୍କ ଧାନ ବିକ୍ରିର ଏମ୍ଏସ୍ପି ମୂଲ୍ୟ ଉପରେ ମତ ରଖିଥିଲେ ଏବଂ ସରକାରଙ୍କୁ ଜିଏସ୍ଟି ଫାଙ୍କୁଥିବା ବ୍ୟବସାୟୀମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମତବ୍ୟକ୍ତ କରିଥିଲେ। ସେହିପରି କେସିଙ୍ଗାର ବିଜେପି କର୍ମୀମାନେ ମଧ୍ୟ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ ପାଳିତ କରିଛନ୍ତି। ଏହି ଅବସରରେ କେସିଙ୍ଗା ସହରର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇଥିଲା। ବିଜେପି କେସିଙ୍ଗା ନଗରର କର୍ମକର୍ତ୍ତା ସଦସ୍ୟଙ୍କ ପକ୍ଷରୁ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବିଜେପି କେସିଙ୍ଗା ନଗର ସଭାପତି ମଗନ ସିନ୍ଦୁରଙ୍କ ନେତୃତ୍ୱରେ ଅନ୍ୟାନ୍ୟ କର୍ମକର୍ତ୍ତା ଓ ସଦସ୍ୟମାନେ ସ୍ୱର୍ଗତ ବାଜପେୟୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଏହାପରେ ବିଜେପି କର୍ମୀମାନେ ଓମ୍ ନଗରରୁ ତେଲନଦୀ ମଝିରେ 20ଟି ବୃକ୍ଷରୋପଣ କରିଥିବା ଦେଖିବାକୁ ମିଳିଛି। କଳାହାଣ୍ଡି କେସିଙ୍ଗାରୁ ଅନିଲ କୁମାରଙ୍କ ରିପୋର୍ଟ, ସତ୍ୟର ସ୍ୱର।